ଭାଇ କୀର୍ତ୍ତି ସେଠି ଜଣେ କହିଛନ୍ତି ଭାଇ 35,000 ସାଲାରୀ କାର କିଣିଦେଲି, ସାଲାରୀକୁ ପଇସା ବଳୁନି, EMI ଭରି ପାରୁନି, କ'ଣ କଲେ EMI ରୁ ବାହାରି ପାରିବି ଆଉ ମେଣ୍ଟେନାନ୍ସ କରିପାରିବି ଆଉ ନିଜ ପାଇଁ ସେଭିଙ୍ଗସ୍ କରି ଥାଇଲାଣ୍ଡ ବୁଲିବାକୁ ଯାଇପାରିବି, ଟିକେ କୁହ ମୋତେ। 35,000 ସାଲାରୀ ରହୁଛି। ହୁଁ 35,000 ମୂଳରୁ ମନି ମ୍ୟାନେଜମେଣ୍ଟ ଭୁଲ ହେଇଛି। ମାନେ ଗାଡ଼ିଟା କିଣିଛନ୍ତି, କୋଉ ଗାଡ଼ି କିଣିଛନ୍ତି ତ ମାନେ 35,000 ଟିକେ ଉପର ଲେଭେଲ କାର କିଣିବ। ଉପର ଲେଭେଲ କାରଟା କିଣିଲେ ତ ମାଇଣ୍ଡ 35,000 ସାଲାରୀ ମାନେ ତମେ ଡିଫେଣ୍ଡର କିଣିବା କଥା। ଯଦି ବି ଡିଫେଣ୍ଡର କିଣିନ ତାହେଲେ ଲିଜେଣ୍ଡର କିଣିବା କଥା। ତମେ ତା ତଳକୁ ଯଦି କିଣିଦବ ଭାଇ ତମେ ମନି ମ୍ୟାନେଜମେଣ୍ଟ କରିପାରିବ। ମିନିମମ୍ ଲିଜେଣ୍ଡର 30,000 ଉପରୁ ସାଲାରୀ ଲିଜେଣ୍ଡର କିଣିବ, ସବୁ ଇଏ କରିବ, 5,000 ଲେଖା SIP କର, SIP କର, ସେଭିଂ କର। ଥାଇଲାଣ୍ଡ କ'ଣ ତମେ ଥାଇଲାଣ୍ଡରେ 2-4ଟା କାର ରଖିବ, ବୁଲିବାକୁ ଗଲାବେଳେ ସେଠି କାର ସୁଇଜରଲ୍ୟାଣ୍ଡ ବି ହେଇଯିବ। ସୁଇଜରଲ୍ୟାଣ୍ଡ ତ ମାସକୁ 2 ଥର ଯାଇ ହବ। ଆଉ ଏତେ କ'ଣ ଭାବିବାର କିଛି ନାହିଁ ତ, ସବୁ ମେଣ୍ଟେନ କରି ହେଇଯିବ, ଅସୁବିଧା କିଛି ନାହିଁ। ସୁଇଜରଲ୍ୟାଣ୍ଡ ମାସକୁ 2 ଥର, ଦୁବାଇ 3 ଥର, ଦୁବାଇରେ ଆପାର୍ଟମେଣ୍ଟ କିଣିଦବ।